ଆଜି ଆମେ ଲେଖିବା ଜୁଲାଇ ମାସର ତୃତୀୟ ସପ୍ତାହର ଅଧିକା ବୈଠକ ବିବରଣୀ। ମୁଁ ପ୍ରଥମେ ବୈଠକ ତାରିଖ ଦେଇଛି 19/2025, ସ୍ଥାନ ମନ୍ଦାରସାହି ପାଟଣା ଅଙ୍ଗନବାଡ଼ି କେନ୍ଦ୍ର, ଦିବା ସମୟ 1 ଘଟିକା। ଅଦ୍ୟତା 19/2025 ଶନିବାର ଦିବା 1 ଘଟିକା ସମୟରେ ମନ୍ଦାରସାହି ପାଟଣା ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରାମର ସମସ୍ତ କିଶୋରୀ, ଆଶା ଦିଦି, SHG ମେମ୍ବର, NM ଦିଦି, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଖୀ ଯମୁନା ଗିରି ଓ ସହେଲି ଉଷା ଦାସ ସଭା କାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ। ଜୁଲାଇ ମାସର ବିଷୟ ଥିଲା ମୋ ଶାରୀରିକ ପରିବର୍ତ୍ତନ। ତୃତୀୟ ସପ୍ତାହର ଆଲୋଚ୍ୟ ବିଷୟ ଋତୁସ୍ରାବ ସମୟର ଅନ୍ଧବିଶ୍ୱାସ ଓ ଭୁଲ ଧାରଣା। ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା ହୋଇଥିବା ବେଳେ ଆଜି ବି ଆମ ସମାଜରେ ଏହାକୁ ନେଇ ଅନେକ ଅନ୍ଧବିଶ୍ୱାସ, ଭ୍ରାନ୍ତ ଧାରଣା ରହିଛି। ଆଜିର କିଶୋର କିଶୋରୀମାନେ ସେସବୁ ଅନ୍ଧବିଶ୍ୱାସ, ଭୁଲ ଧାରଣା ବିଷୟରେ ଅବଗତ ହେବା ନିତ୍ୟାନ୍ତ ଆବଶ୍ୟକ ଓ ଏହାର ସତ୍ୟାସତ ବିଷୟରେ ନିଜେ ଜାଣି ଅନ୍ୟକୁ ଜଣାଇବା ତଥା ସଚେତନ କରିବା ଆବଶ୍ୟକ। ଅନ୍ଧବିଶ୍ୱାସ ବା ଭୁଲ ଧାରଣା ହେଉଛି ଏହି ସମୟରେ ମହିଳାମାନେ ସଂକ୍ରମିତ ହୋଇଥାନ୍ତି, କିନ୍ତୁ ନା, ଠିକ୍ କଥା ହେଉଛି ଋତୁସ୍ରାବର ରକ୍ତ ଅନ୍ୟ ସହିତ ସମାନ, ଏଥିରେ କୌଣସି ଜୀବାଣୁ ସଂକ୍ରମଣ ନଥାଏ। ଭ୍ରମ ଧାରଣା ହେଉଛି ଏହି ସମୟରେ ଗାଧୋଇବା, ମୁଣ୍ଡ ଧୋଇବା କ୍ଷତିକାରକ। ନା, ଏହା ଭୁଲ। ଠିକ୍ ହେଉଛି ନା, ଏହି ସମୟରେ ଶରୀରକୁ ପରିଷ୍କାର ରଖିବା ଓ ପ୍ରତିଦିନ ଗାଧୋଇବା ଉଚିତ। ଭ୍ରମ ଧାରଣା ହେଉଛି ଯେ ଏହି ସମୟରେ ମହିଳାମାନେ ଅଶୁଦ୍ଧ, ତେଣୁ କାହାକୁ ଛୁଇଁବା ଉଚିତ ନୁହେଁ ଓ ଅଲଗା ହୋଇ ରହିବା ଉଚିତ। ନା, ଏହା ଭୁଲ। ଠିକ୍ କଥା ହେଉଛି ଏହା ଏକ ଅନ୍ଧବିଶ୍ୱାସ ତଥା ଭ୍ରାନ୍ତ ଧାରଣା। ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ। ଭ୍ରମ ଧାରଣା ହେଉଛି ଋତୁସ୍ରାବର ଅର୍ଥ ହେଉଛି ଝିଅଟି ବିବାହ ଓ ଗର୍ଭଧାରଣ ପାଇଁ ପ୍ରସ୍ତୁତ। ନା, ଏହା ଠିକ୍ ନୁହେଁ। ଠିକ୍ କଥା ହେଉଛି ମାସିକ ଋତୁସ୍ରାବ ଏକ ସଂକେତ ଅଟେ ଯେ ଝିଅଟି ପ୍ରଜନନ କରିପାରିବ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ତାଙ୍କ ଶରୀର ଏକ ସନ୍ତାନ ପ୍ରସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯଦି ଏହି ସମୟରେ ଝିଅ ଗର୍ଭବତୀ ହୁଏ, ସେ ସେତେବେଳେ ପ୍ରସବ ପାଇଁ ପ୍ରସ୍ତୁତ ନଥାନ୍ତି ଏବଂ ଏହା ଉଭୟ ମା ଓ ଶିଶୁ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। 20 ବର୍ଷ ପରେ ହିଁ ଏକ ଝିଅ ସମ୍ପୂର୍ଣ୍ଣ ରୂପେ ଗର୍ଭଧାରଣ କରିବାକୁ ମାନସିକ ତଥା ଶାରୀରିକ ସ୍ତରରେ ପ୍ରସ୍ତୁତ ହୋଇଥାନ୍ତି। ଭ୍ରମ ଧାରଣା ଋତୁସ୍ରାବ ଏକ ରୋଗ। ଠିକ୍ କଥା ହେଉଛି ମାସିକ ଋତୁସ୍ରାବ ଏକ ସାଧାରଣ ଶାରୀରିକ ପ୍ରକ୍ରିୟା, ଏହା ରୋଗ ନୁହେଁ। ଭ୍ରମ ଧାରଣା ଋତୁସ୍ରାବ ହୋଇଥିବା ଝିଅ ରୋଷେଇ କିମ୍ବା କୌଣସି ପୂଜାପାଠ କରିପାରିବେ ନାହିଁ। ନା, ଏହା ଭୁଲ। ଠିକ୍ କଥା ହେଉଛି ଏହା ଏକ ମନଗଢ଼ା କାହାଣୀ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଋତୁସ୍ରାବ ରକ୍ତ ଅପରିଷ୍କାର ଅଟେ, ତେଣୁ ଋତୁସ୍ରାବ ହୋଇଥିବା ଝିଅ ଖାଦ୍ୟକୁ ଦୂଷିତ କରିପାରେ। ମାତ୍ର ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ। ଋତୁସ୍ରାବ ସମୟରେ ଝିଅଟି ଯେଉଁଠାକୁ ପସନ୍ଦ କରେ ସେଠାକୁ ଯାଇପାରିବ। ଭ୍ରମ ଧାରଣା ହେଉଛି ଶିଶୁର ଲିଙ୍ଗ ନିର୍ଣ୍ଣୟ ପାଇଁ ମହିଳାମାନେ ଦାୟୀ ଅଟନ୍ତି। ନା, ଏହା ଭୁଲ। ଠିକ୍ କଥା ହେଉଛି ଶିଶୁର ଲିଙ୍ଗ ନିର୍ଣ୍ଣୟ ପୁରୁଷ ଶୁକ୍ରାଣୁ ଉପରେ ନିର୍ଭର କରେ। ତଥାପି ପୁରୁଷମାନେ ସେମାନଙ୍କର ଶୁକ୍ରାଣୁ ମାଧ୍ୟମରେ ଶିଶୁର ଲିଙ୍ଗ ନିୟନ୍ତ୍ରଣ କିମ୍ବା ସ୍ଥିର କରିପାରିବେ ନାହିଁ। ପ୍ରକୃତି ଶିଶୁର ଲିଙ୍ଗ ନିରୂପଣ କରେ। ଏଥିପାଇଁ ମହିଳାମାନେ ଦାୟୀ ହୋଇପାରିବେ ନାହିଁ। ବୈଠକ ଶେଷରେ IFA ବଟିକା ବଣ୍ଟନ କରି MSPରେ ଅଣ୍ଡା ବଣ୍ଟନ କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର ବୈଠକ ଶେଷ କରାଗଲା।